ଖାଇବା ଦେଖିକି ଝିଅ ମୋର ଭାରି ଖୁସି ହେଇଗଲା। ତ କହିଲେ କି ମାମା ଆଜି ଭାରି ଟେଷ୍ଟି ହେଇଛି। ତ ତାର ଖାଇବା ସବୁ ମାନେ ତାର କେତେବେଳେ କ'ଣ ମୁଡ଼ କହିହେବନି। ତ ଆଗରୁ ଯେମିତି ବରା ଖାଇବା ପାଇଁ ଭଲ ପାଉଥିଲା, ଏବେ ସେମିତି ତାର ଆଳୁଚପ ପ୍ରିୟ ହେଇଯାଇଛି। ତ ସେମିତି ତ ଏବେ ତାକୁ ଟିକେ କାକୁଡ଼ି ବହୁତ ଫେଭରାଇଟ୍ ତାର କହିବାକୁ ଗଲେ। ତ ସେ କାକୁଡ଼ିକୁ ମାନେ କାକୁଡ଼ି ଦେଖିଲା ମାନେ ଖାଇବ ବୋଲି କୁହେ। ତ ଏମିତି ହିଁ ସବୁ ତାର ତ ବସି ଖାଇଥିଲୁ। ଖାଇସାରିବା ପରେ ପୁଣି କାମ ଷ୍ଟାର୍ଟ। ତ ରୋଷେଇ ଘର ଆଜି ଟିକେ ସଫାସୁତୁରା କରିଥିଲି, ଫ୍ରିଜ୍ ତ ସଫା କରିଥିଲି। ତାପରେ ବାସନ ଟିକେ ମାଜି ଦେଇଥିଲି। ତାପରେ ଟମାଟୋ ଥିଲା ତାକୁ ଧୁଆଧୁଇ କରିକି ରଖିନଥିଲି, ତ ତାକୁ ଧୁଆଧୁଇ କରିକି ରଖିଦେଲି। ତାପରେ କ୍ଷୀର ଗରମ କରିବା ପାଇଁ ବସିଥିଲି, କାହିଁକିନା ଏବେ ଗରମ ଦିନ ଆସିଲାଣି। ଯେହେତୁ କ୍ଷୀର ଟିକେ ଶୀଘ୍ର ଗରମ ମାନେ ଗରମ ଦିନର 2-3 ଥର ଗରମ ନ କଲେ କ୍ଷୀରଟା ଛିଡ଼ିଯିବ ଆଉ ବାରମ୍ବାର ଫ୍ରିଜ୍ରେ ରଖିବା ପାଇଁ ପଡ଼ିବ ବି। ତାପରେ ଇଣ୍ଡକ୍ସନ୍ଟା ବି ଅପରିଷ୍କାର ହେଇଥିଲା, ତାକୁ ଟିକେ ସଫା କରୁଥିଲି। ତାପରେ ସବୁଠୁ ଶେଷ କାମ ଯେଟାକି ବାଦାମ ଭିଜେଇବା। ତ ସେଇଟା ବି ଦିନେ ପ୍ରାୟ ଭୁଲିଯାଏ, ଆଉ ପ୍ରାୟତଃ ପକାଏ କିନ୍ତୁ ଭୁଲିଯାଏ। ଆଉ ସେଥିରେ ମେଥି 1 ଚାମଚ, ଆଲମଣ୍ଡ ଆଉ ବାଦାମ ପକାଇଛି, ଆଉ କ୍ଷୀର ଗରମ କରି